ଆସନ୍ତୁ ଆଜି ବୁଡ଼ିଯିବା ଏକ ଏମିତି ରହସ୍ୟରେ ଯାହା ପଥରରେ ଲେଖା ହୋଇଛି। କୋଣାର୍କ ସୂର୍ଯ୍ୟ ମନ୍ଦିର। ଏହା କେବଳ ଏକ ମନ୍ଦିର ନୁହେଁ, ବରଂ ପ୍ରାଚୀନ ବିଜ୍ଞାନର ଏକ ଚମତ୍କାର। ଆଉ ଏହାର ସବୁଠୁ ବଡ଼ ରହସ୍ୟ ଶହ ଶହ ବର୍ଷ ଧରି ତାର ବନ୍ଦ କବାଟ ପଛରେ ଲୁଚି ରହିଛି। ଏଇଠୁ ହିଁ ଆରମ୍ଭ ହେଉଛି ଆମର ଆଜିର ଯାତ୍ରା। ସବୁଠୁ ବଡ଼ ପ୍ରଶ୍ନ ହେଉଛି, କାହିଁକି ଏହାର ଦ୍ୱାର 120 ବର୍ଷରୁ ଅଧିକ ସମୟ ଧରି ବନ୍ଦ? 1903 ମସିହାରୁ ଚାଲି ଆସୁଥିବା ଏହି ରହସ୍ୟର ସମାଧାନ ପାଇଁ ଆମକୁ ଇତିହାସ, ବିଜ୍ଞାନ ଆଉ କିମ୍ବଦନ୍ତୀ ସବୁର ଗଭୀରକୁ ଯିବାକୁ ପଡ଼ିବ। ରହସ୍ୟର ପ୍ରଥମ ପରଦା ଉଠେ ଏକ ଅବିଶ୍ୱାସନୀୟ କଥାରୁ। କଳ୍ପନା କରନ୍ତୁ ତ, ମନ୍ଦିରର ଠିକ୍ ମଝିରେ ଗୋଟେ ବିରାଟ ମୂର୍ତ୍ତି ଥିଲା, ଆଉ ସେଇଟା କୌଣସି ସାହାରା ବିନା ସତେ ଯେମିତି ଯାଦୁରେ ପବନରେ ଭାସୁଥିଲା। ହେଲେ ଏହା କେମିତି ସମ୍ଭବ ଥିଲା? ଖାଲି ସେତିକି ନୁହେଁ, କୁହାଯାଏ ସେଠାରେ ଏକ ଏମିତି ବିଶାଳ ଚୁମ୍ବକ ଥିଲା ଯାହାର ଶକ୍ତି ଏତେ ଥିଲା ଯେ ମାଇଲ ମାଇଲ ଦୂରରେ ସମୁଦ୍ରରେ ଯାଉଥିବା ଜାହାଜଗୁଡ଼ିକର କମ୍ପାସକୁ ବି ନିଜ ଆଡ଼କୁ ଟାଣି ଆଣୁଥିଲା। ଆଉ ଶେଷରେ ଯେଉଁଟା ଆମେ ଆଜି ବି ନିଜ ଆଖିରେ ଦେଖିପାରିବା, ଏହାର ପଥର ଚକ। ଏଗୁଡ଼ିକ କେବଳ କାରୁକାର୍ଯ୍ୟ ନୁହେଁ, ବରଂ ଏମିତି ସୂର୍ଯ୍ୟଘଡ଼ି ଯାହା ଆଜି ବି ମିନିଟ୍ ମିନିଟ୍ର ସଠିକ୍ ସମୟ କହିପାରେ। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏତେ ବଡ଼ କଳାକୃତିକୁ ଶେଷରେ ବନ୍ଦ କାହିଁକି କରିଦିଆଗଲା? ଆସନ୍ତୁ ଏ 800 ବର୍ଷ ପୁରୁଣା ରହସ୍ୟର ପେଡ଼ି ଖୋଲିବା। ଏହି ସମୟରେଖାକୁ ଦେଖନ୍ତୁ। ତ୍ରୟୋଦଶ ଶତାବ୍ଦୀରେ ଏହା ତିଆରି ହେଲା। ସେତେବେଳେ ଏହା ଏକ ଜ୍ଞାନର କେନ୍ଦ୍ର ଥିଲା। କିନ୍ତୁ ତାପରେ 1568ରେ ହେଲା ଆକ୍ରମଣ, ଆଉ ସେହି ମୁଖ୍ୟ ଚୁମ୍ବକକୁ ହଟାଇ ଦିଆଗଲା ବୋଲି କୁହାଯାଏ। ବହୁତ ବର୍ଷ ପରେ 1903ରେ ବ୍ରିଟିଶମାନେ ଏହାକୁ ଭୁଷୁଡ଼ିବାରୁ ବଞ୍ଚାଇବା ପାଇଁ ବାଲି ଭର୍ତ୍ତି କରି ସବୁଦିନ ପାଇଁ ବନ୍ଦ କରିଦେଲେ। ଆଉ ଏବେ 2022ରୁ ଗୋଟେ ନୂଆ ଆଶା। ସେହି ବାଲିକୁ ବାହାର କରି ଏହାର ରହସ୍ୟ ଖୋଲିବା ପାଇଁ ଚେଷ୍ଟା ଚାଲିଛି। ଏହି ମନ୍ଦିରର ରହସ୍ୟକୁ ଭଲ ଭାବରେ ବୁଝିବାକୁ ହେଲେ ଆମକୁ ପ୍ରଥମେ ଏହାର ନିର୍ମାଣ ପଛର କାହାଣୀଗୁଡ଼ିକୁ ଜାଣିବାକୁ ପଡ଼ିବ। ଆସନ୍ତୁ ଦେଖିବା। ଏଠି କୋଣାର୍କର ଜନ୍ମକୁ ନେଇ ଦୁଇଟି କାହାଣୀ ସାମ୍ନାକୁ ଆସେ। ଗୋଟିଏ ହେଉଛି ପୁରାଣର କଥା, ଆଉ ଅନ୍ୟଟି ଇତିହାସର। ପୁରାଣ କହେ ଯେ ଭଗବାନ କୃଷ୍ଣଙ୍କ ପୁଅ ଶାମ୍ବ ନିଜର କୁଷ୍ଠରୋଗ ଭଲ ହେବା ପରେ ସୂର୍ଯ୍ୟଦେବଙ୍କୁ ଧନ୍ୟବାଦ ଦେବା ପାଇଁ ଏହାକୁ ତୋଳେଇଥିଲେ। କିନ୍ତୁ ଇତିହାସ କହେ ଗଙ୍ଗବଂଶର ରାଜା ନୃସିଂହଦେବ ପ୍ରଥମ ନିଜର ଶକ୍ତି ଆଉ ସମ୍ପତ୍ତି ଦେଖିବା ପାଇଁ ଏହାକୁ ତିଆରି କରିଥିଲେ। ଗୋଟିଏ କାହାଣୀ ଭକ୍ତିର, ଆଉ ଅନ୍ୟଟି ଶକ୍ତିର। ଆଉ ଏହି ବିଶାଳ ସ୍ୱପ୍ନକୁ ସତ କରିବା ପାଇଁ କେତେ ଲୋକ ଲାଗିଥିଲେ ଜାଣନ୍ତି? ପୁରା 1200 ଜଣ ବଛା ବଛା କାରିଗର, ଯେଉଁମାନେ 12 ବର୍ଷ ଧରି ଦିନରାତି ଏକ କରିଦେଇଥିଲେ। ଆଉ ଏଇଠି ଗୋଟେ ବହୁତ ଦୁଃଖଦ କାହାଣୀ ବି ଯୋଡ଼ି ହୋଇ ରହିଛି। ସେ ହେଉଛି ଧର୍ମପଦର କାହାଣୀ। ମୁଖ୍ୟ କାରିଗରଙ୍କ 12 ବର୍ଷର ପୁଅ। ଯେତେବେଳେ 1200 କାରିଗର 12 ବର୍ଷ ପରେ ବି ମନ୍ଦିରର ମୁଣ୍ଡି ମାରି ପାରିଲେନି, ସେତେବେଳେ ଏହି ଛୋଟ ପିଲାଟି କିଛି ଘଣ୍ଟାରେ ସେହି କାମ କରି ଦେଖାଇଥିଲା। କିନ୍ତୁ ବାକି 1200 କାରିଗରଙ୍କ ଜୀବନ ବଞ୍ଚାଇବା ପାଇଁ ସେ ନିଜେ ସମୁଦ୍ରକୁ ଡେଇ ଜୀବନ ଦେଇଦେଲା। ଚାଲନ୍ତୁ ଏବେ କିମ୍ବଦନ୍ତୀରୁ ବାହାରି ବିଜ୍ଞାନ ଆଡ଼କୁ ଯିବା। ଦେଖିବା ଏହି ପ୍ରାଚୀନ ମନ୍ଦିର କେମିତି ଗୋଟେ ସଠିକ୍ ଯନ୍ତ୍ର ଭଳି କାମ କରୁଥିଲା। ଆପଣ ଭାବୁଥିବେ, ଏତେ ବଡ଼ ବଡ଼ ପଥରକୁ କେମିତି ଯୋଡ଼ାଯାଇଥିଲା? ସେଠି ସିମେଣ୍ଟ ତ ନଥିଲା। ସେମାନେ ବ୍ୟବହାର କରିଥିଲେ ଆଇରନ୍ ଲକ୍ ସିଷ୍ଟମ୍। ମାନେ ବଡ଼ ବଡ଼ ପଥର ଭିତରେ ଲୁହାର ପ୍ଲେଟ୍ ଆଉ କ୍ଲାମ୍ପ ଦେଇ ଏମିତି ଭାବେ ଲକ୍ କରିଦିଆଯାଇଥିଲା ଯେମିତି ଗୋଟେ ପଜଲର ଖଣ୍ଡ ଯୋଡ଼ି ହୋଇଯାଏ। ଏହା ଏତେ ମଜବୁତ ଥିଲା ଯେ ଭୂମିକମ୍ପ ବି ଏହାର କିଛି କରିପାରିବନି। ଆଉ ଏବେ ସେହି ରହସ୍ୟମୟ ଚୁମ୍ବକ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗିବ। ମନ୍ଦିରର 227 ଫୁଟ ଉଚ୍ଚ ଚୂଡ଼ାରେ ଠିକ୍ ମଝିରେ 52 ଟନ୍ ଓଜନର ଗୋଟେ ଚୁମ୍ବକ ଖଞ୍ଜା ଯାଇଥିଲା। 52 ଟନ୍! ଏହା ହିଁ ଥିଲା ପୁରା ମନ୍ଦିରର ପାୱାର ହାଉସ୍। ତେବେ ସେଇ ଭାସମାନ ମୂର୍ତ୍ତିର ରହସ୍ୟ କ'ଣ ଥିଲା? ଏହା କୌଣସି ଯାଦୁ ନଥିଲା, ଏହା ଥିଲା ଖାଣ୍ଟି ବିଜ୍ଞାନ। ଉପରେ ଥିବା ସେଇ 52 ଟନ୍ର ଚୁମ୍ବକ ଆଉ କାନ୍ଥରେ ଲାଗିଥିବା ଲୁହା ପ୍ଲେଟ୍, ଏ ଦୁଇଟା ମିଶି ଏକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ତିଆରି କରୁଥିଲେ। ଆଉ ଏହି ଶକ୍ତି ହିଁ କେନ୍ଦ୍ରରେ ଥିବା ମୂର୍ତ୍ତିକୁ ପବନରେ ଟେକି ରଖୁଥିଲା। ଏହା ଏକ ବିରାଟ ବୈଜ୍ଞାନିକ ପରୀକ୍ଷା ଥିଲା। ପୁରା ମନ୍ଦିରଟାକୁ ଦେଖିଲେ ଲାଗିବ ସତେ ଯେମିତି ସୂର୍ଯ୍ୟଦେବ ନିଜ ରଥରେ ବସି ଆକାଶରେ ଯାତ୍ରା କରୁଛନ୍ତି। ଏହାର 24ଟି ଚକ ଦିନର 24 ଘଣ୍ଟା କିମ୍ବା ବର୍ଷର 12 ମାସକୁ ବୁଝାଏ। ଆଉ 7ଟି ଘୋଡ଼ା ହେଉଛନ୍ତି ସପ୍ତାହର 7 ଦିନ କିମ୍ବା ଇନ୍ଦ୍ରଧନୁର 7 ରଙ୍ଗ। ପ୍ରତ୍ୟେକଟି ଜିନିଷର ଗୋଟେ ଗଭୀର ମାନେ ଅଛି। କିନ୍ତୁ ସବୁଠୁ ମଜାଦାର କଥା ହେଉଛି, ଏହି ଚକଗୁଡ଼ିକ କେବଳ ଦେଖିବାକୁ ସୁନ୍ଦର ନୁହେଁ, ଏଗୁଡ଼ିକ ଗୋଟିଏ ଗୋଟିଏ ସଠିକ୍ ଘଣ୍ଟା। ଦେଖନ୍ତୁ, ଚକର ମଝି ଅକ୍ଷର ଛାଇ ଯେଉଁଠି ପଡ଼େ, ସେଇଟା ହେଉଛି ଘଣ୍ଟା। ହେଲେ ଏତେ ବିଜ୍ଞାନ, ଏତେ କଳା, ଏହି ଅଦ୍ଭୁତ ନିର୍ମାଣର ପତନ କେମିତି ହେଲା? ଇତିହାସ ଏଠି ଆମକୁ ଦୁଇଟା ଅଲଗା ଅଲଗା କାହାଣୀ ଶୁଣାଏ। ତେବେ ଏହା ଭାଙ୍ଗିଲା କେମିତି? ଗୋଟେ ଥିଓରି କୁହେ ଯେ ପର୍ତ୍ତୁଗୀଜ ନାବିକମାନେ ଏହାକୁ ଭାଙ୍ଗିଥିଲେ। କାରଣ
ମନ୍ଦିରର ଚୁମ୍ବକ ସେମାନଙ୍କ ଜାହାଜର କମ୍ପାସକୁ ଭୁଲ ବାଟ ଦେଖାଉଥିଲା। ତେଣୁ ନିଜକୁ ବଞ୍ଚେଇବା ପାଇଁ ସେମାନେ ସେହି ମୁଖ୍ୟ ଚୁମ୍ବକକୁ କାଢ଼ି ନେଇଥିଲେ। ଆଉ ଗୋଟେ ଥିଓରି କୁହେ ଯେ 1568ରେ କଳାପାହାଡ଼ ନାମକ ଜଣେ ଆକ୍ରମଣକାରୀ ଏହାକୁ ଧ୍ୱଂସ କରିଦେଇଥିଲା। କାରଣ ଯାହା ବି ହଉ, ସେ ମୁଖ୍ୟ ଚୁମ୍ବକ ହଟିଗଲା ପରେ ପୁରା ମନ୍ଦିରର ସନ୍ତୁଳନ ବିଗିଡ଼ିଗଲା ଆଉ ତାର ପତନ ଆରମ୍ଭ ହେଲା। କିନ୍ତୁ କୋଣାର୍କର ଅସଲ କାହାଣୀ ତାର ଭାଙ୍ଗିବାରେ ନୁହେଁ, ବରଂ ତାର ପ୍ରକୃତ ଉଦ୍ଦେଶ୍ୟରେ ଲୁଚି ରହିଛି। ଯଦି ଆମେ ଆଜିର ମନ୍ଦିର ଆଉ କୋଣାର୍କକୁ ତୁଳନା କରିବା, ତେବେ ଗୋଟେ ବଡ଼ ଫରକ ଦେଖିବାକୁ ମିଳିବ। ଆଜିକାଲିର ମନ୍ଦିର ମୁଖ୍ୟତଃ ପୂଜାପାଠ, ଆସ୍ଥା ଆଉ ଦାନ ଦକ୍ଷିଣାର କେନ୍ଦ୍ର। କିନ୍ତୁ କୋଣାର୍କ ଥିଲା ଏକ ବିଶ୍ୱବିଦ୍ୟାଳୟ, ଏକ ଜ୍ଞାନର କେନ୍ଦ୍ର। ଏଠି ଲୋକେ କେବଳ ପୂଜା କରିବାକୁ ଆସୁନଥିଲେ, ବରଂ ଜ୍ୟୋତିର୍ବିଜ୍ଞାନ, ଗଣିତ ଆଉ କଳା ବିଷୟରେ ଶିଖିବାକୁ ଆସୁଥିଲେ। ଏହା ସମସ୍ତଙ୍କ ପାଇଁ ଖୋଲା ଥିଲା। ସେଥିପାଇଁ କୁହାଯାଏ, କୋଣାର୍କ କେବଳ ପୂଜା ପାଇଁ ତିଆରି ହୋଇନଥିଲା, ଏହା ଥିଲା ପଥରରେ ତିଆରି ଏକ ଜ୍ଞାନକୋଷ। ସବୁ ଧର୍ମ, ସବୁ ବର୍ଗର ଲୋକଙ୍କ ପାଇଁ କିଛି ନା କିଛି ଶିଖିବା ପାଇଁ ଏକ ଖୋଲା ବିଶ୍ୱବିଦ୍ୟାଳୟ। ତେବେ କୋଣାର୍କର କାହାଣୀ ଆମ ମନରେ ଗୋଟେ ବଡ଼ ପ୍ରଶ୍ନ ଛାଡ଼ିଯାଏ। ଆମର ପ୍ରାଚୀନ ପୂର୍ବପୁରୁଷଙ୍କର ଆହୁରି କେତେ ଜ୍ଞାନ ଆମ ଆଖପାଖରେ ଏମିତି ହିଁ ଲୁଚି ରହିଛି, ଯାହାକୁ ଆମେ ଆଜି ପର୍ଯ୍ୟନ୍ତ ବୁଝିପାରିନେ।